शुभ प्रभात आमर भक्त मान भितर आमर गोटे छोटिया सत्संगटी अनुष्ठित हो भगवान सब जहाँ करती आमर मंगल गॉड इज गुड बोली सब कह तार प्रत्यक्ष नमूना आज जशीपुर प्रभातर सत्संग राईरंगपुर 2 दिन जदिव कार्यक्रम अनुष्ठित होता आमर भी विस्मरण होती जे जगन्नाथ नवमी बाहुड़ा तेणु से कार्यक्रम काली भी जी है से विशेष तार किसी प्रभाव आम जदि काली से होटेल वाला आमको रखी था रही था बस था खाई पी तेणु ये हवा द्वारा आपण मैंने बसीगले खट उपर खटा तो किए शोना तेणु ये हवा द्वारा है कौन आपण मैंने समस्ते आम जशीपुर समस्ते देखाले आरथरक आसी जो वयस्क बाबू मान को देखी नी गोटे भागवत टुंगी गठन होती नित्य नैमित्य केते जन को नहीं भागवत पढ़ा ये जो भागवत टुंगी आउ जगन्नाथ दर्शन ये गोटे संपूर्ण भाव अति निबिड़ भागवतर गोटे पद अच्छी दुर्जय देह मोर शून्य भकत भावे मु बंध से कहते मोर मु हूँ प्रकृतर शून्य मोर किछि रूप ना मत जी जो रूप डाकुची मुझे रूप पाखे आविर्भाव हो ये प्रकृतर भी जिते लोक डाकुं समस्त पाखे कौन से आविर्भूत होती से भी किए सतोषी की डाकु सतोषी कौन आसी पाखे ठिया कि मोटामोटी गुरु रूप से सब आम मान को शिक्षा दो से भागवत कहले गुरु को नमणीब नर गुरुटी साक्षात ईश्वर तेणु गुरु को जदि आम दर्शन कले से गुड़ाक भगवान का दर्शन बोली आमको बुझा पड़े तेज दुर्जय देह मोर शून्य भकत भावी मो बंधन देखु जगन्नाथंकर भागवतर प्रथम अक्षर होती भा भा कहले भाव भा कहले ज्ञान भा कहले दीप्ति आलोक भा कहले महिमा तेणु आमे तो ओडिया आमे और भा होती भार प्रतीक किए ये जो भागवत टुंगी आपको तैयारी करते किए आमर भागवत संस्कृत थिला ताकू व्यासदेव लिखिथिले जगन्नाथ दासंकर माँ से सबुदिने श्रीमंदिर को जाऊले भागवत शुणा दिने हठात जगन्नाथ दास पचारे माँ तुम्हें जाऊच भागवत शुणा कि बुझीपार ना बापा मुझे बुझीपारनी से तो संस्कृत लेखाई मुझे कौन जाऊच समस्ते कहते भागवत शुणिले मुक्ति से
ଅତି ବଡ଼ି ଜଗନ୍ନାଥ ଦାସଙ୍କର ଗୋଟେ ବିପ୍ଳବ ଆରମ୍ଭ ହେଲା। ସେ ବିପ୍ଳବଟି କ'ଣ? ମୋ ମା ଯଦି ଭାଗବତ ବୁଝିପାରୁନାହାନ୍ତି, ଏମିତି କେତେ ମା କେହି ବୁଝିପାରୁନାହାନ୍ତି। ମୁଁ ଭାଗବତକୁ ଓଡ଼ିଆ ଭାଷାରେ ଲେଖି ପୁଣି ନବାକ୍ଷରୀ ଛନ୍ଦରେ ଲେଖିବି, ସମସ୍ତେ ବୁଝିବେ। ଆଉ ଏଇ କଥାକୁ ଲକ୍ଷ୍ୟ କରି ସେ କୋଉଠି ଲେଖିବେ? ଘର ସଂସାର ଭିତରେ ପୁଅ ଝିଅ ନାତି ନାତୁଣୀର ଚଳଚଞ୍ଚଳତା ମଣିଷକୁ ଟିକେ ଏକାଗ୍ରତା ସୃଷ୍ଟି କରି ହୁଏନି, ବିରକ୍ତ ବି ଲାଗେ। ଇଏ ସମୁଦ୍ର କୂଳକୁ ଯାଇ ପ୍ରାର୍ଥନା କଲେ, ଏ ସାଗର ରାଜ ବରୁଣ ରାଜ, ମୁଁ ଏଇଠି ଭାଗବତ ଲେଖିବି, ଆପଣ 7ଟି ଲହଡ଼ି ଟିକେ ଘୁଞ୍ଚିଯାଏ। ଦେଖନ୍ତୁ, ଏଭଳି ସିଦ୍ଧ ପୁରୁଷ ହେବାରେ ଥିଲେ 540 ବର୍ଷ ହେବ। ତେଣୁ ଜନ୍ମ ହେଇଥିଲେ ସେଇଠି କପିଳେଶ୍ୱରପୁର ବ୍ରାହ୍ମଣ ସାଧନାରେ। 7ଟି ଲହଡ଼ି, ଆଉ ତ ସମୁଦ୍ରର ଜୁଆରଟା ଆଉ ଆଡ଼କୁ ଆଇଲାନି। ଆଉ 7ଟି ଲହଡ଼ି ଘୁଞ୍ଚିଗଲେ। ଆଜି ବି ପୁରୀ ଆପଣମାନେ ଗଲେ 7 ଲହଡ଼ି ମଠକୁ ଯଦି ଯିବେ, ଦେଖିବେ ଏପର୍ଯ୍ୟନ୍ତ ବି ସେ ସମୁଦ୍ର 7 ଲହଡ଼ିର ପୂର୍ବରୁ ବହୁ ପୂର୍ବରୁ ରହିଛି। 7 ଲହଡ଼ି ସେଇଠି ଅଭଡ଼ା କୁଡ଼ିଆର ଗୋଟେ ଏମିତି ଟୁଙ୍ଗି କରି ତା ଭିତରେ ସଂସ୍କୃତ ଭାଗବତକୁ ସେ ଓଡ଼ିଆ ଭାଗବତରେ ଓଡ଼ିଆ ଭାଷାରେ ଲେଖେ। ଯେଉଁଠି ଟୁଙ୍ଗିଟା ଥିଲା ତାଙ୍କର, ସେଟା ଆଉ ନାହିଁ। ସେଠି ଗୋଟେ ଚଟାଣ କରିଦେଇଛନ୍ତି, କିନ୍ତୁ ସେଇଟା ତାଙ୍କର ସେଠି ସେଇ ବାଉଣ୍ଡରୀ ଭିତରେ ଅତି ବଡ଼ି ଜଗନ୍ନାଥ ଦାସ ସମାଧି ନେଇଛନ୍ତି। ଇଏ ସେବକ ସେଠି ଗୋଟେ ଗାୟତ୍ରୀ ଯଜ୍ଞ କରେଇଥିଲା। ବହୁତ 80 କି 82 ବହୁତ ଲୋକ ହେଇଥିଲେ। ତେଣୁ ଦୁର୍ଜୟ ଦେହ ମୋର ଶୂନ୍ୟ, ଫୋନ୍ କଲେ, ଦୁର୍ଜୟ ଦେହ ମୋର ଶୂନ୍ୟ, ଭକତ ଭାବେ ମୁଁ ଭଲ। ଇଏ ହେଲେ ଭାଗବତର ଇଏ ଭାର ପ୍ରତୀକ ହେଉଛନ୍ତି ସ୍ୱୟଂ ଜଗନ୍ନାଥ। ସେ ଭାବର ଦେବ। ଏଇ ବିଶ୍ୱାବସୁ ଶବର ଘରେ ଇଏ ଫଳମୂଳ ସେ ଦଉଥିଲା, ଇଏ ଖାଉଥିଲା। ତାଙ୍କୁ ଲମ୍ବେଇକିରି ଆଉ କହିହେବନି। ସେ ହେଉଛନ୍ତି ସ୍ୱୟଂ ଜଗନ୍ନାଥ। ଭାର ଦେବତା ବା ଭାର ମୂର୍ତ୍ତିମନ୍ତ ଠାକୁର ହେଉଛନ୍ତି ଜଗନ୍ନାଥ। ତାପରେ ଆସିଲା ଗ କହିଲେ କ'ଣ? ଗ କହିଲେ ସନାତନୀ ହିନ୍ଦୁମାନଙ୍କର ଗୋଟିଏ ଶବ୍ଦ ହେଉଛି ଗଙ୍ଗା। ଅସ୍ଥି ବିସର୍ଜନ ହୁଏ କୋଉଠି? ଯୋଉଠି ଗଙ୍ଗା ଯମୁନା ସରସ୍ୱତୀ। ଚିହ୍ନ ଦିଅନ୍ତି କୋଉଠି? ସେ ଦାମୋଦର ଗଙ୍ଗାରେ। ସବୁ ତ ଗଙ୍ଗା। ଆଉ ଆମ ମରିଗଲେ ଆମେ ଯେଉଁ ନିମନ୍ତ୍ରଣ ପତ୍ର ଲେଖୁ, ସେଠି କ'ଣ ଲେଖାଯାଏ? ଗଙ୍ଗା। ଗଙ୍ଗା କାହିଁ ଲେଖୁ? ଆମେ ଅଶୁଦ୍ଧରୁ ଶୁଦ୍ଧ ହେବା ପାଇଁ ଆମେ ଗଙ୍ଗା ଲେଖୁ। ଆମେ ସେ ନିମନ୍ତ୍ରଣ ପତ୍ର ଯେତେବେଳେ ବନ୍ଧୁବାନ୍ଧବଙ୍କୁ ବାଣ୍ଟିବୁ, ସେ କହିବେ ଅଣସୁଧିଆଟା ତମେ ଗୋଟେ ଆଣିଛ ନିମନ୍ତ୍ରଣ ପତ୍ର। କିନ୍ତୁ ସେ ଯେଉଁ ଗଙ୍ଗା ଶବ୍ଦଟି ଲେଖା ହେଇଛି, ପତ୍ରିକା ଗୁଡ଼ିକ ଆମେ ପାଇଲେ ଆମକୁ ଆଉ ଅଶୁଦ୍ଧ ଲାଗିବ।
ଗଙ୍ଗା ହେଉଛନ୍ତି ଏଭଳି ଶବ୍ଦ ଯାହାକୁ ବର୍ଣ୍ଣନା କରାଯାଇଛି ସଦ୍ୟ ପାତକ ସହନ୍ତ୍ରୀ ସଦ୍ୟ ଦୁଃଖ ବିନାଶିନୀ ସୁଖଦା ମୋକ୍ଷଦା ଗଙ୍ଗା ଗଙ୍ଗୈବ। ତେଣୁ ଇଏ ହେଉଛନ୍ତି ଗଙ୍ଗା। ଆପଣ ଭା କହିଲେ ଜଗନ୍ନାଥ, ବ କହିଲେ ସୁଭଦ୍ରା, ଆଉ ଅନ୍ୟ ଅର୍ଥ ଅଛି। ଆମେ ଯଶୀପୁରରେ ଯେତେବେଳେ ଭାଗବତ କଥା କହିବା ସେତେବେଳେ ସେ କଥା ଶୁଣାବେ। ବ ତାପରେ ଆସିଲା ଜଗନ୍ନାଥ। ତାପରେ ଆସିଲା ଭାଗ ପରେ ବ ଆସିଲା। ବଟି କ'ଣ? ବ ହଉଛନ୍ତି ସ୍ୱୟଂ ବଳଦେବ। ବ କହିଲେ ବ୍ରହ୍ମ। ବ୍ରହ୍ମ କ'ଣ? ଯିଏ ସବୁଆଡ଼େ ବ୍ୟାପିକିରି ଅଛନ୍ତି ସେ ବ। ବ କହିଲେ ବସୁଧା ପୃଥିବୀ। ବ କହିଲେ ବରୁଣ ବା ସମୁଦ୍ର। ବ କହିଲେ ବାୟୁ, ଯେ ନିଶ୍ୱାସ ରୂପରେ ଅଛନ୍ତି। ବ କହିଲେ ବ୍ୟାମ ବା ଆକାଶ। ତେଣୁ ବ କହିଲେ ବ୍ରହ୍ମ, ବ କହିଲେ ବଳରାମ, ବ କହିଲେ ବଳଦେବ। ତେଣୁ ଭାରେ ହେଲେ ଜଗନ୍ନାଥ, ବରେ ହେଲେ ସୁଭଦ୍ରା, ବରେ ହେଲେ ବଳଦେବ। ତରେ କ'ଣ? ତ କହିଲେ ତତ୍ତ୍ୱ। ତତ୍ତ୍ୱଟା କେଉଁଠାରୁ ଆସେ? ଗୁରୁ ହିଁ ତତ୍ତ୍ୱ କୁହନ୍ତି। ଏହା ସମସ୍ତେ କହିଦେବେ, ଉପାଖ୍ୟାନ ସମସ୍ତେ କହିଦେବେ। ସେ ଏମିତି ହେଲା ସେମିତି ହେଲା ସୁଦାମା। ତତ୍ତ୍ୱ ତାର କ'ଣ? ସେଇ ଭାଗବତ ଲେଖା ହେଇଛନ୍ତି, ଯେ ଗୁରୁ ତତ୍ତ୍ୱରେ ଗୋଚର ଶିର ମଣ୍ଡିବ ତା ପୟା। ତତ୍ତ୍ୱ ଜାଣିଲେ ତୃତୀୟ ଭ୍ରାନ୍ତି ଭବ ସାଗର କରି। ତେଣୁ ସୁଦର୍ଶନ ଏହାର ଅର୍ଥ ହଉଛି ସୁଦର୍ଶନ। ଇଏ ହେଉଛନ୍ତି ସ୍ୱୟଂ ଗୁରୁଙ୍କର ଦର୍ଶନ। ଆପଣମାନେ ସେ ଖଟ ଉପରେ ବସିଗଲେ, ଖଟ ଉପରେ ବସନ୍ତୁ। ମନେ ରଖିଥିବେ, ବାଟରେ ଗଲାବେଳେ ଯଦି ଗୁରୁଙ୍କୁ ଦେଖିବେ, ବାଟରେ ଯଦି ଯାଉଁ ଯାଉଁ ଜଣେ ସନ୍ଥଙ୍କୁ ଦେଖିବେ, ଇଏ ସେବକ ନମସ୍କାର କରେ, ମୋର ଗୁରୁଙ୍କ ରୂପରେ ମୁଁ ନମସ୍କାର କରେ। କାରଣ ଅନେକ ଭାଗ୍ୟର ଫଳେ ବୈଷ୍ଣବ ଆସିବା ମିଳେ। ଭାଗ୍ୟ ନଥିଲେ ଅଳ୍ପ ଭାଗ୍যে হয়নি, হয়নি আর হবার না। ଆପଣ ରାସ୍ତାରେ ଯାଉଥିଲେ, ଜଣେ ସନ୍ଥ ଯାଉଛନ୍ତି, ଯଦି ଗାଡ଼ିରେ ଜାଗା ଥିବ ପଚାରିବେ ମହାତ୍ମା କୁଆଡ଼େ ଯିବେ କି? ଯଦି ଆପଣଙ୍କ ଗାଡ଼ିରେ ଜାଗା ଥାଏ, ତାଙ୍କୁ ଟିକେ ନେଇ 2-3 କିଲୋମିଟର କି 5 କିଲୋମିଟରରେ ଛାଡ଼ିଦେବେ। ମୁଁ ଜଣେ ପ୍ରାକ୍ଟିକାଲ ଲୋକ, ମୁଁ ବାସ୍ତବବାଦୀ। ଦେଖନ୍ତୁ, ଗୋଟେ ଆସୁଥିଲେ ଚାଲି ଚାଲିକିରି ବାବାଜୀ ମାନେ, ସେ କେଉଁଠୁ ଆଉଥିଲେ ମୋର ମନେ ପଡ଼ୁନି। ସେ ମାନେ ସେଇ ଚିତ୍ରକୂଟ କି ଅଯୋଧ୍ୟାରୁ ଆଉଥିଲେ, ଚାଲିଛନ୍ତି। ସେତେବେଳେ ମୋର ଆମ୍ବାସଡ଼ର କାର୍ଟିଏ ଥିଲା, ମୁଁ ଆସୁଛି।
ମୁଁ କହିଲି ମୁଁ ସାଧୁମାନଙ୍କୁ ଦେଖିଲେ ମୁଁ ନମସ୍କାର କରେ, ମାନେ ତାଙ୍କରି ଭିତରେ ମୋ ଗୁରୁଙ୍କୁ ମୁଁ ଦର୍ଶନ କରେ। ସେ ଆସିଲେ ମୁଁ ପଚାରିଲି ମହାତ୍ମା କୁଆଡ଼େ ଯିବେ, କୋଉଠୁ ଆସିଲେ, କ'ଣ ଗୋଟେ କହିଲେ, ମୋର ଆଉ ମନେ ନାହିଁ। ତାପରେ କହିଲେ ଆମେ ଯିବୁ ଟିକେ ପୁରୀ ଯିବୁ। ଆଜି କୋଉଠି ରହିବେ? ନାଇଁ ଏଇ ଭୁବନେଶ୍ୱର ପାଖରେ ରହିବେ। ବୋଲେ ଆପଣ ତ 5-7 ଜଣ, ମୁଁ ସେଇ ଭୁବନେଶ୍ୱରକୁ ଯାଉଛି। ଗୋଟେ ଖଣ୍ଡଗିରି ଗୋଟେ ଛୋଟିଆ ଆଶ୍ରମ ଅଛି, ଆପଣ ଏଇଠି ବସନ୍ତୁ କିମ୍ବା ଚାଲୁଥାନ୍ତୁ, ମୋ ଗାଡ଼ି ପୁଣି ଆସି ଆପଣଙ୍କୁ ନେଇଯିବ। ଦେଖନ୍ତୁ ସେଇଆ ହିଁ ହେଲା। ସେମାନେ ମୋ ପାଖରେ ପହଞ୍ଚିଲେ। ତାଙ୍କ ଆଡ଼େ ନଡ଼ିଆ ତ ହୁଏନି, ପଇଡ଼ ନାହିଁ। ନଡ଼ିଆ ଆମେ ସବୁ ଛଡ଼େଇଲୁ, ଗୋଟେ ଚୂଡ଼ା ଫୁଟା ଏମିତି ଚକଟି ଦେଇ ତାକୁ ସବୁ ଦେବା ପରେ ସିଏ ନଡ଼ିଆ ପାଣି ଆନନ୍ଦରେ ପିଇଲେ। ତାପରେ ମୋ ସାଙ୍ଗରେ ପୁଣି ଆମେ ସାଙ୍ଗ ହେଇକିରି ଭୁବନେଶ୍ୱର କପିଳେଶ୍ୱର ମହାଦେବଙ୍କ ପାଖକୁ ଗଲୁ। ସେଠି ଯେଉଁ ଶବ୍ଦ ସେ କଲେ, ଚେତ୍ 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 ସୀତାରାମ, ସେଠିକାର ପଣ୍ଡା ସେବକ ମାନେ ଏଇ କିଏ ଏମିତି କହିବ। ତେଣୁ ଜୀବନରେ ଖାଲି ଭାଗବତ ପଢ଼ିଲେ ହବନି। ଭାଗବତ ଲେଖା ହେଇଛି ଏ ଜୀବ ସାଧୁସଙ୍ଗ ବିନୁ ନବୀନ ପାରେ ବର ତନୁ। ଏଇଟା କ'ଣ ଏଇଟା ପଢ଼ିଲେ କ'ଣ ସାଧୁସଙ୍ଗ ହୁଏ? ପ୍ରତ୍ୟକ୍ଷରେ ଯେଉଁଟା ପଢ଼ୁଛନ୍ତି ସେଇଟାକୁ ଜୀବନରେ ଆମେ ଭାରି ଦରିଦ୍ର ଲୋକ, କିନ୍ତୁ ଆମେ କ'ଣ ବାଟରେ ଗଲାବେଳେ ସାଧୁ ଯାଉଛନ୍ତି ତାଙ୍କୁ ନମସ୍କାର କରିପାରିବାନି? ଆମେ ସାଇକେଲରେ ଯାଉଛୁ, ବାବା କୁଆଡ଼େ ବାବା ମାନେ ଯିବେ, ଆସନ୍ତୁ ଗାଡ଼ି ପଛରେ ସାଇକେଲ ପଛରେ ବସିକି ଯିବେ। ଯଦି ଜୀବନରେ ଏଇଭଳି ଭାବରେ ସାମାନ୍ୟ ସାହାଯ୍ୟ ଟିକେ କରିଥିବେ, ସେଇମାନଙ୍କର, ମୁଁ ଖାଲି ସନ୍ଥ ବୋଲି କହୁନି, ସନ୍ଥମାନଙ୍କ ଭିତରେ ବି ଚୋର ଅଛନ୍ତି, କିନ୍ତୁ କାହାକୁ ବି ଘରକୁ ଡାକିବେନି, ଭଲ କରି ନ ଜାଣିକିରି କାହାକୁ ଘର ବେଡରୁମକୁ ନେବେନି। ତେଣୁ ଏସବୁ କଥା ମଧ୍ୟ ଡୋଣ୍ଟ ଏନକରେଜ ଟୁ ବେଗର୍ସ ବୋଲି ଆମର ସାଇରାମ କହିଛନ୍ତି, ଡୋଣ୍ଟ ଏନକରେଜ ଟୁ ବେଗର୍ସ। କିନ୍ତୁ ମୋଟାମୋଟି ଗୋଟେ ମଣିଷକୁ ସେ ଗରିବ ହଉ ସାଧୁ ହଉ ଯଦି କରିଥିବେ, ଦେଇଥିଲେ ପାଇ, ନ ଦେଇଥିଲେ ନାହିଁ। ଯାହା ଦେଇଥିବ ତାହା ନିଶ୍ଚିତ ଭାବରେ ପାଇବ। ତେଣୁ ଇଏ ହେଉଛି ତତ୍ତ୍ୱ। ଭା କହିଲେ ଜଗନ୍ନାଥ, ବ କହିଲେ ଆମ ବଳିଆ ଠାକୁର ବଳଦେବ, ଗ କହିଲେ ଗଙ୍ଗା, ବ କହିଲେ ବଳଦେବ, ତ କହିଲେ ସୁଦର୍ଶନ। ଦ୍ରୌପଦୀ ଡାକିଲା ମତେ ରକ୍ଷା କର, ମତେ ମୋ ବସ୍ତ୍ର ଦୁଶାସନ ଟାଣୁଛି, ମତେ ରକ୍ଷା କର। କ'ଣ ସେ ଦ୍ୱାରିକାରେ ରହିକିରି ସେଇଠି ଗୋଟେ କ'ଣ ଲୁଗା ମିଲ୍ ତିଆରି କଲେ? ନା, ସେ ସବୁ ନୁହେଁ। ତତ୍ତ୍ୱଟା କ'ଣ? ତାଙ୍କରି ଭିତରେ କୃଷ୍ଣ ଅଛନ୍ତି ଆତ୍ମା ରୂପରେ। ଦ୍ରୌପଦୀଙ୍କର ଆତ୍ମଶକ୍ତି ଜାଗ୍ରତ ହେଲା। ସେଇ ଗୋଟିଏ ବସ୍ତ୍ରକୁ ସେ ଟାଣୁ ଟାଣୁ ଦୁଶାସନକୁ ଲାଗିଲା ମୁଁ କୋଟି କୋଟି ବସ୍ତ୍ର ଟାଣି ସାରିଲାଣି, ମୂର୍ଚ୍ଛିତ ହେଇ ପଡ଼ିଲା। ତାକୁ କବିମାନେ ଲେଖିଲେ ଯେ ଗୁରୁରାଜ ସଭା ତଳେ ଦ୍ରୌପଦୀ ଆତଙ୍କ କାଳେ, କୋଟି ବସ୍ତ୍ର ଦେଲ ହେଳେ ଲଜ୍ଜାରୁ କରି। ତେଣୁ ଭାଗବତ ଜଗନ୍ନାଥ ଏକା କଥା। ଆପଣମାନେ ଜାଣିଛନ୍ତି କି ନାହିଁ, ଆମର ତ ଭାଗବତ ଟୁଙ୍ଗି ସବୁଆଡ଼େ ଥିଲା। ଭାଗବତର ଟୁଙ୍ଗିଟା ଯୋଉଠି ହଏ
ଭାଗବତଙ୍କର ମୁଖାଟା ହୁଏ ଜଗନ୍ନାଥଙ୍କ ମୁଖା। କାହିଁକି ହୁଏ? ତାଙ୍କ ସାଙ୍ଗରେ ଆଙ୍କର ସମ୍ପର୍କ ଅଛି। ମୁଁ ପାଠ ପଢ଼ୁଥିଲି ବୋଧେ ପଞ୍ଚମ ଶ୍ରେଣୀ କି ଷଷ୍ଠ ଶ୍ରେଣୀ। ଗୋଟିଏ ସାଙ୍ଗ ପିଲା ମୋତେ ଡାକିଲା ଖାଇବାକୁ ଯିବା ପାଇଁ ତାଙ୍କ ଘରକୁ। ଖରାବେଳେ ମୁଁ ତାଙ୍କ ଘରକୁ ଗଲି। ମୋର ଆଜି ବି ମନେ ଅଛି, ସେ ପଖାଳ ଭାତ ସାରୁର ଚକଟା ମୋତେ ଦେଲା। ତାଙ୍କ ନାଁ ହେଉଛି ଭରତ ବିଶ୍ୱାଳ। ଆଜି ସେ ଆମ ଅଞ୍ଚଳରେ ଅଛନ୍ତି, ଗାଁରେ ଅଛନ୍ତି। ତାଙ୍କ ବାପାଙ୍କ ନାଁ ଥିଲା କେଶବ ବିଶ୍ୱାଳ। ଆଉ ଆମେ ସବୁ ଖାଇଲୁ। ଆମର ଟିକେ ଜମିଦାରିଆ ବଂଶ ଥିଲା, ତେଣୁ ସେମାନେ ସବୁ ଆମକୁ ଚିହ୍ନିଛନ୍ତି। ଆଉ ତାଙ୍କ ପୁଅ ଉପରେ ଟିକେ ବିରକ୍ତ ହେଲେ, ତୁ ବାବୁଙ୍କୁ ଡାକିଲୁ ଆଉ ଗୋଟେ ମୋତେ କହିଥିଲେ ଭଜା ଭଜା ଟିକେ ବାଜିଥାଏ। ବୋଲି କ'ଣ ସାରୁ ଭର୍ତ୍ତାଟା କ'ଣ ଖାଦ୍ୟ ନୁହଁ? ଯାହା ହଉ ଆମେ ଖାଇଲୁ। ଖାଇକିରି ଯେତେବେଳେ ଆସିଲୁ, ସେ ଭାଗବତ ତାଙ୍କର ଗୋଟେ ଭାଗବତ ଟୁଙ୍ଗିଦେଲା। ଯେତେବେଳେ ସେ ମୋତେ କହିଲେ କେଶବ ବାବୁ, କେଶବ ବିଶ୍ୱାଳ କହିଲେ ଏ ଭାଗବତକୁ ଦେଖିକି ଦର୍ଶନ କରିକି ଆମେ ସେ କବାଟଟାକୁ ମେଲା କରିଦେଲା। ଗୋଟାଏ ଏଡ଼ିକି ବଡ଼ କୁସୁମ ଫୁଲଟାଏ ସେ ଭାଗବତ ଉପରେ ଦିଆହେଇଛି। କବାଟଟାକୁ ମେଲା କଲେ ମୁଁ ଦେଖିଲି ଭାଗବତ ବହି ନୁହଁ, ଗୋଟା ସ୍ୱତନ୍ତ୍ର ଗୋଟା ବ୍ୟକ୍ତି ଠିଆ ହେଇଛି କି ବହିଛି ମୋର ମନେ ନାହିଁ। ମାନେ ମୁଁ ଚମକି ପଡ଼ିଲି। ଚମକି ପଡ଼ିଲି। ଆଜି ବି ଯେତେବେଳେ ମୁଁ ଭାଗବତ ବୋଲି କୁହେ, ଭାଗବତର ସର୍ବଶ୍ରେଷ୍ଠ ମନ୍ତ୍ର ହେଉଛି ଓମ୍ ନମୋ ଭଗବତେ ବାସୁଦେବାୟ। ଯେଉଁ ଘରେ ଅଶାନ୍ତି ଅଛି, ସେ ଘରେ ଦଶମ ସ୍କନ୍ଦ ଭାଗବତର ଗୋପ ଲୀଳାଟାକୁ ପଢ଼ିବେ, ଘରର ଦୋଷ ଖଣ୍ଡନ ପାଇଁ। ଆଉ ଜୟ ଭାଗବତ ମୂର୍ତ୍ତି ପରଂ ବ୍ରହ୍ମ ବାସୁଦେବ, କିଞ୍ଚିତ କରୁଣା କଲେ ଦୁଃଖୀ ଦୁଃଖ ରହିବ। ତେଣୁ ଏ ହେଉଛି ଭାଗବତ ସମ୍ବାଦ। ଭାଗବତ କଥା 7 ଦିନରେ ସରେନି, କି 9 ଦିନରେ ବି ସରେନି। ତେଣୁ କୁହାଯାଇକି 7 ଦିନ ପଢ଼ିବ। ତେଣୁ ଆପଣମାନେ ଏଠି ଭାଗବତ ଟୁଙ୍ଗିଟିକୁ ରଖନ୍ତୁ, ଭାଗବତ ଟିକେ ପଢ଼ନ୍ତୁ, ଶୁଣନ୍ତୁ। ଆପଣମାନେ ଜାଣିଛନ୍ତି ପୁରୁଣା କାଳର କଥା, ଯେତେବେଳେ ପୁଅ ସାଙ୍ଗରେ ବୋହୂଟିଏ ଯୋଗାଡ଼ କରିବା ପାଇଁ ଆମ ମୁରବୀମାନେ ଯାଉଥିଲେ, ସେତେବେଳେ ଆଗ ପଚାରୁଥିଲେ, ମା ତୁ ଭାଗବତ ପଢ଼ିପାରିବୁ? ସେ ଯଦି ମୁଣ୍ଡ ଟଙ୍କାଟା ପଢ଼ିଲୁ, ଯଦି ଭାଗବତ ପଢ଼ିପାରୁଥିଲା, ସେଇ ବୋହୂଟିକୁ ନିର୍ବାଚନ କରାଯାଉଥିଲା। ମୋ ମଲା ବେଳକୁ ନିର୍ମାଲ୍ୟ ପାଣି ଦେବୁ, ଭାଗବତ ଅଧ୍ୟାୟ। ଆଜି ସେ ସବୁ କଥା ସ୍ୱପ୍ନ ହେଇଯାଏ। ଆଜି ଭାଗବତ କ'ଣ, ଗୀତା କ'ଣ? ପୁଅ ବୋହୂ ବୁଢ଼ା ବୁଢ଼ୀ ପଢ଼ିଛନ୍ତି, ପୁଅ ବୋହୂ ଦେଖିବାକୁ ଆସୁନାହାନ୍ତି। କ'ଣ ନା ଆମେ ଆମେରିକାରେ ଅଛୁ, ଆମ ପିଲାଙ୍କ ଛୁଟି ମିଳୁନି। କାଲି ଆମର ହୋଟେଲର ଓନର କାଲି ବହୁତ ସମୟ ଧରି, ଆମେ ତ 4ଟା ମହାଶକ୍ତିଙ୍କୁ ଆମେ ସବୁ ଅନୁଷ୍ଠାନରେ ଆମେ ସମର୍ପିତ କରୁ। ଏଠି ଯେତେବେଳେ ପୁଣି ଆମେ ମାହୁତଙ୍କ ଗାଁରେ ଭାଗବତ କରିବା, ସେଠି ମଧ୍ୟ ସେ କାର୍ଯ୍ୟକ୍ରମ ହେବ। ମହାଲକ୍ଷ୍ମୀଙ୍କ ରୂପରେ କୃଷକ, ମହାସରସ୍ୱତୀଙ୍କ ରୂପରେ ଜଣେ ଆଦର୍ଶ ଶିକ୍ଷକ, ମହାକାଳୀଙ୍କ ରୂପରେ ଜଣେ ଆଦର୍ଶ ଚିକିତ୍ସକ, ମହାଦୁର୍ଗାଙ୍କ ରୂପରେ ଜଣେ ଅବସରପ୍ରାପ୍ତ ସୈନିକ। ତେଣୁ ଆମର ଜଣେ ଅଛନ୍ତି, କାଲି 15 ମିନିଟ୍ 20 ମିନିଟ୍ ସେ ତାଙ୍କର ଜୀବନର ଯେଉଁ ଅନୁଭୂତି କହୁଥିଲେ, ମୁଁ ତାକୁ ବହୁତ ଗଭୀର ଭାବରେ ଶୁଣୁଥିଲି। ଏବଂ ଯାହା ଶୁଣୁଥିଲି, ଏଇ ବର୍ଷ ମାସିକ ପତ୍ରିକା କି ତା ପୂର୍ବ ମାସରେ ସେଟାକୁ ମୁଁ ନିଶ୍ଚୟ ଜଣେ ସୈନିକର ଶୃଙ୍ଖଳାର କଥା କାଲି କହୁଥିଲି।
ସୈନିକର ଶୃଙ୍ଖଳା। ତେଣୁ ପ୍ରକୃତରେ ଶୃଙ୍ଖଳା ହେଉଛି ଗୋଟିଏ ଧର୍ମ। ଆମେ ମନ୍ଦିର କରିକି ଘଣ୍ଟ ବଜେଇବାକୁ ଭାବୁଛୁ ମାନେ ବ୍ରତ ବୋଲି, କିନ୍ତୁ ଶୃଙ୍ଖଳା ସଂଯମ ଏସବୁ ହେଉଛି ପ୍ରକୃତ ଧର୍ମ। ତେଣୁ ପବିତ୍ର ଯଶୀପୁର, ଏଠି ଯଶ କୀର୍ତ୍ତି ସଜୀବତୀ, ଏଠି ବଢ଼ିଆ ଆସିଛି ଶିମିଳି ଅରଣ୍ୟରେ କଥା କହିଛି। ଯାହା ହଉ ସେ ତ ଅତୀତ କଥା। ଆଉ ଆପଣମାନେ ସମସ୍ତେ ଏମିତି ଏକତ୍ର ହେଉଥିବେ। ଆଉ ମୋର ତ ଏ ନଥିଲା, ଖାଲି ରାଇରଙ୍ଗ ଉପରେ ନହେଲା ଏଇଟା ହେଲା। ସବୁବେଳେ ସେ ଯେଉଁ ବାବୁଟି ଚାଲିଗଲେ, ସେ ଯେଉଁଠି ଯେତେ ଥର ମିଟିଂ ହଏ ଭଞ୍ଜ ମାଟି ବୋଲି ସେ ସବୁବେଳେ କହେ। ମୋତେ ସେଇଟା ଏତେ ଭଲ ଲାଗେ। ଆଉ କିନ୍ତୁ ସେ ଆଜି ନାହାନ୍ତି। ତାଙ୍କର ପବିତ୍ର ଆତ୍ମାର ସଦ୍ଗତି ଆମେ କ'ଣ କରିବୁ? ତାଙ୍କର ପରପାରି ସଦ୍ଗତିପୂର୍ଣ୍ଣ ହଉ, ଏତିକି ପ୍ରାର୍ଥନା କରୁଛି। ବଢ଼ିଆ ଏ ବାରିପଦା ଯିବ କାଲିଠାରୁ 3 ଦିନ ସେଠି ଭାଗବତ କଥା କି କ'ଣ କଥା ଗୀତା। ଆମର ଯେଉଁ କାର୍ଯ୍ୟକ୍ରମ ଅଛି ପରିବେଶ, ଗଣତନ୍ତ୍ର ଆଉ ଧର୍ମ। ଆଉ ଏଇ ଯେଉଁ ଗୁଣ୍ଡିଚାରୁ ବାହୁଡ଼ା, ଏତେ ବାହୁଡ଼ା ହେଇଗଲା, ଏଇ ଯେଉଁ ସମୟ ଭିତରେ ଗୋଟେ ବର୍ଷା ଦିନ ଭିତରେ ଆପଣମାନେ ସମସ୍ତେ ଗୋଟେ ସଂକଳ୍ପ ନିଅନ୍ତୁ, 5ଟି ଗଛ ଅନ୍ତତଃ ଲଗେଇବେ। ଯେଉଁଠି ବଞ୍ଚିପାରିବ, ଯଦି ବରଂ ଗୋଟିଏ ଗଛ ଲଗାନ୍ତୁ, ଯେଉଁଠି ବଞ୍ଚିପାରିବ ସେଇଠି ଲଗେଇବେ। ବାଡ଼ି ବଗିଚା ଆପଣଙ୍କର ସେ ଲୋଭ ରହିବ। ଆମ ବର୍ତ୍ତମାନ ତ ଶୁଣିଲି ଏଠିକାର ଯେ ବିଧାୟକ ସିଏ ପରିବେଶର ଇଏ ହେଇଛନ୍ତି। ଆମ ଚିଠି ଅଫିସିଆଲ ଚିଠି ସବୁ ଯିବଣି। ମୁଁ ଗଲେ ମୁଁ ତାଙ୍କ ସହିତ ପୁଣି କଥା ହେବି। ଗଛ କାଟିବା ଯେତେବେଳେ ମଣିଷ ଭାବିବ ମହାପାପ, ସେତେବେଳେ ଗଛ ଉଡ଼ିଦେବ। ସରକାର ଯେତେବେଳେ ଦେଖିବେ ରାସ୍ତା କଡ଼ରେ ଆମେ ଯେତିକି ଗଛ କାଟୁଛୁ ତା 5 ଗୁଣ ଗଛ ଲାଗିବ, ସେତେବେଳେ ଯାଇକି ଜଙ୍ଗଲ ବିଭାଗ ଠିକ୍ କାମ କରୁଛି। ସେଠାରେ ଆପଣମାନଙ୍କୁ ଶୁଭେଚ୍ଛା ଦେଉଛି। ଆଉ ବଢ଼ିଆ ଟିକେ ଯିବ। ଆଉ ଯାହା ହଉ, ମାନେ ମୁଁ ରାଇରଙ୍ଗପୁର ଆସିଥିଲି, ବର୍ତ୍ତମାନ ମୋତେ ଲାଗୁଛି ରାଇରଙ୍ଗପୁରରେ ମୁଁ ଅଛି। ଏବଂ ରାଇରଙ୍ଗପୁର କାର୍ଯ୍ୟକ୍ରମଟି ଯଶୀପୁରରେ ହେଲେ ବି କିନ୍ତୁ ବହୁ କେତେକ ଭକ୍ତମାନଙ୍କ ଗହଣରେ ହେଇଥିବାରୁ ଅତ୍ୟନ୍ତ ଆନନ୍ଦଦାୟକ ଏବଂ ଭଗବାନ ମଙ୍ଗଳମୟ ଯାହା କହୁଥିଲେ। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବ। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ, हे नाथ नारायण वासुदेव। श्री कृष्ण गोविंद हरे मुरारे, हे नाथ नारायण वासुदेव। श्री कृष्ण गोविंद हरे मुरारे, हे नाथ नारायण वासुदेव। कृष्ण गोविंद हरे मुरारे, हे नाथ नारायण वासुदेव। श्री कृष्ण गोविंद हरे मुरारे, हे नाथ नारायण वासुदेव। श्री गुरु रामानंद